ମାନୁଛନ୍ତି ସମସ୍ତେ ଲୋକ। ତେଣୁକରି ଡକୁମେଣ୍ଟ ଏବେ ଡକୁମେଣ୍ଟ କଲେକ୍ସନ କରୁଛୁ। କଣ କଣ ଡକୁମେଣ୍ଟ ଲାଗିବ? ନିଜ ଆଧାର କାର୍ଡ, ତାପରେ ବ୍ୟାଙ୍କ ପାସବୁକ୍ ଆଉ ଜମି ପଟ୍ଟା। ଏଠି ଗୋଟେ ଆମ ପାଖରେ ଫର୍ମ ଅଛି। ଅଣଋଣୀ ଚାଷୀଙ୍କ ପାଇଁ ଫସଲ ବୀମା ନିମନ୍ତେ ସ୍ୱକୀୟ ଘୋଷଣା ମାନପତ୍ର। ଯାହା ନାଁରେ ଜମି ନାହିଁ, ବାପାଙ୍କ ନାଁରେ ବାପାଙ୍କ ନାଁରେ ଜମି ପଟ୍ଟାରେ ନାଁ ନାହିଁ, ତ ଜେଜେ ବାପା ମାନଙ୍କର ନାଁ ଅଛି। ଆଉ ଭୋଟର ଆଇଡିରେ ବି ତାଙ୍କର ନାଁ ନାହିଁ। ତ ହେଲେ ଦର୍ଶକ ବନ୍ଧୁ ସମସ୍ତଙ୍କୁ ନମସ୍କାର। ତ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଜଣେଇ ଦେବାକୁ ଯାଉଛି ଏଇ ବର୍ଷର ଚାଷୀ ଭାଇ ମାନଙ୍କ ପାଇଁ। ତ ଏବେ ଚାଷୀ ଭାଇ ମାନଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ଆସୁଛି, ଯୋଉକି ଏ ବର୍ଷର ଫସଲ ବୀମା। ତ ଫସଲ ବୀମା ଆରମ୍ଭ ହେବାକୁ ଯାଉଛି। ତେଣୁକରି ଆପଣ ମାନେ ଖୁବ ଶୀଘ୍ର ଆପଣ ମାନଙ୍କର ଡକୁମେଣ୍ଟ ପ୍ରସ୍ତୁତ କରି ନିଅନ୍ତୁ। ଆଉ ଦେଖିପାରୁଥିବେ ମୋ ପାଖରେ ଗୋଟେ ଜଣଙ୍କର ଡକୁମେଣ୍ଟ ଅଲରେଡି ପହଞ୍ଚି ସାରିଛି। ଆଉ ଏଇ ଫସଲ ବୀମାରେ ଏ ବର୍ଷ ଆପଣ ମାନଙ୍କୁ ବହୁତ ଉପକାରିତା ହବ, କାହିଁକି ନା ବର୍ଷା ବି ହେବାର ନାହିଁ ଆଉ ମରୁଡି ହେବାର ବହୁତ ସମ୍ଭାବନା ଅଛି ଏ ବର୍ଷ। ତେଣୁକରି ଏ ବର୍ଷ ନାଇକି ଫସଲ ବୀମା କରିବା ପାଇଁ ଆପଣ ମାନେ ଚାହୁଁଥିଲେ ନାଇକି ଖୁବ ଶୀଘ୍ର ଆପଣ ମାନଙ୍କ ଡକୁମେଣ୍ଟ ଯୋଗାଡ଼ କରନ୍ତୁ। ଡକୁମେଣ୍ଟ ହେଲା ହାରୱା, ନିଜର ଆଧାର କାର୍ଡ, ତାପରେ ନିଜର ବ୍ୟାଙ୍କ ପାସବୁକ୍, ତାପରେ ଜମି ପଟ୍ଟା। ଯଦି ଆପଣ ମାନଙ୍କର ଜମି ପଟ୍ଟା ନାହିଁ ଆପଣ ମାନଙ୍କର, ତ ସେଇ ଭାଇ ମାନେ ଆପଣ ମାନଙ୍କର ଫାଦରଙ୍କର ବାବାଙ୍କର ଜମି ପଟ୍ଟା ଥିଲେ ଆପଣ ମାନେ ବି କରିପାରିବେ। ଆଉ ଯଦି ଯୋଉ ଆପଣମାନଙ୍କ ବାପା ନାଁରେ ବି ନାହିଁ, ଜେଜେ ବାପା ମାନଙ୍କର ନାଁରେ ଜମି ଅଛି, ତ ଆଧାର କାର୍ଡରେ ବି ତାଙ୍କ ନାଁ ନାହିଁ, ବଟ୍ ତାଙ୍କର ବି ଆଧାର କାର୍ଡ ନାହିଁ, ତାଙ୍କର ଭୋଟ ଆଇଡି ବି ନାହିଁ, କି ବାପା ମାନଙ୍କର ତାର ଭୋଟ ଆଇଡିରେ ବି ତାଙ୍କ ନାଁ ନାହିଁ, ତ ସେମାନେ କଣ କରିବେ ନା ସେମାନେ ଆଫିଡେଭିଟ କରିବେ। ତ ଆଫିଡେଭିଟ କରିକି ଆପଣ ମାନେ ଯୋଗାଡ଼ କରନ୍ତୁ ଏଇ ସବୁ ଜିନିଷ ପତ୍ର ଡକୁମେଣ୍ଟ ଗୁଡାକ। ଯୋଉ ଆଉ ଆପଣ ଯୋଉମାନେ ଅନ୍ୟ ଲୋକର ଜମିକୁ ଚାଷ କରୁଛନ୍ତି, ତ ସେଇଥିରେ ଏଇ ବର୍ଷ ଚାଷର ଇନ୍ସୁରାନ୍ସ କରିବା ପାଇଁ ଚାହୁଁଛନ୍ତି, ତ ଆପଣ ମାନଙ୍କର ଯୋଉ ଯାହାର ଜମିରେ ଚାଷ କରୁଛନ୍ତି ତାଙ୍କର ଜମି ପଟ୍ଟା ଆଉ ତାପରେ ଆଫିଡେଭିଟ ଓ ବ୍ୟାଙ୍କ ପାସବୁକ୍ ସବୁ ଆପଣ ମାନେ ଯୋଗାଡ଼ କରି ନିଅନ୍ତୁ। ତ ଫସଲ ବୀମାରେ ଏଗୁଡାକ ଡକୁମେଣ୍ଟ ଲାଗିବ: ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଆରଆର। ଏଠି ଗୋଟେ ଆମ ପାଖରେ ଫର୍ମ ଅଛି। ଅଣଋଣୀ ଚାଷୀଙ୍କ ପାଇଁ ଫସଲ ବୀମା ନିମନ୍ତେ ସ୍ୱକୀୟ ଘୋଷଣା ମାନପତ୍ର। ଦେଖିପାରୁଥିବେ ଏଇ ଫର୍ମ ଗୋଟେ ଅଛି। ତ ଏଇ ଫର୍ମରେ ଏଇ ଫର୍ମ ତ ଘୋଷଣା ମାନପତ୍ର ତ ଆମ ପାଖରେ ଅଲରେଡି ମିଳିଯିବ। ଆପଣ ମାନେ ଯୋଉ ଡକୁମେଣ୍ଟ ନାହିଁ ଆପଣ ମାନଙ୍କ ପାଖରେ, ସେମାନେ ଖୁବ ଶୀଘ୍ର ଡକୁମେଣ୍ଟ ଯୋଗାଡ଼ କରନ୍ତୁ। ଯାହା ନାଁରେ ଜମି ନାହିଁ, ବାପାଙ୍କ ନାଁରେ ଜମି ପଟ୍ଟାରେ ନାଁ ନାହିଁ, ତ ଜେଜେ ବାପା ମାନଙ୍କର ନାଁ ଅଛି। ଆଉ ଭୋଟର ଆଇଡିରେ ବି ତାଙ୍କର ନାଁ ନାହିଁ। ତେଣୁକରି ଆପଣ ମାନେ ତହସିଲ ଅଫିସକୁ ଯାଇକି ଆଫିଡେଭିଟ କରିକି ଆଣିବେ। ଆଉ ତା ନହେଲେ ଆପଣ ମାନେ ନିଜ ଆର୍ଆଇ ଅଫିସକୁ ଯାଇକି ଜେନେରାଲ ଫର୍ମ ନେଇ ଆସିବେ। ଏବେ ତ ଷ୍ଟାର୍ଟ ହିଁ ନାହିଁ, ଷ୍ଟାର୍ଟ ହେଲା ପରେ ନାଇକି ଆପଣ ମାନେ ଏଇ ଫସଲ ବୀମାର ସୁବିଧା ପାଇପାରିବେ। ତ ପୁଣି କହି ରଖୁଛି ଆପଣ ମାନଙ୍କ ପାଇଁ କଣ କଣ ଡକୁମେଣ୍ଟ ଲାଗିବ: ନିଜ ଆଧାର କାର୍ଡ, ତାପରେ ବ୍ୟାଙ୍କ ପାସବୁକ୍ ଆଉ ଜମି ପଟ୍ଟା। ଏସବୁ ଜିନିଷ ଆପଣ ମାନେ ଯୋଗାଡ଼ କରନ୍ତୁ। ଏବେ ଖୁବ ଶୀଘ୍ର ଏନରୋଲମେଣ୍ଟ ହବ ଖୁବ ଶୀଘ୍ର ଖୁବ ଶୀଘ୍ର ଆପ୍ଲାଏ ଚାଲିବ। ତେଣୁକରି ଆପଣ ମାନଙ୍କୁ ଅଲରେଡି ମୁଁ ଆଡଭାନ୍ସ ଆପଣ ମାନଙ୍କୁ ଏସବୁ ଜିନିଷ ପତ୍ର ଯୋଗାଡ଼ କରିବା ପାଇଁ ମୁଁ ମେସେଜ ଦଉଛି। ତ ଆଉ ଯୋଉ ଭାଇ ମାନେ ଯଦି ଫସଲ ବୀମାର ଆପ୍ଲାଏ କରିବା ଚାହୁଁଥିଲେ ଆପଣ ମାନେ ଯୋଗାଯୋଗ କରିପାରିବେ ମୋ ନମ୍ବରରୁ। ମୋ ନମ୍ବର ହଉଛି 6371313760। ଏଇ ନମ୍ବର ମାଧ୍ୟମରେ ଆପଣ ମାନେ ଯୋଗାଯୋଗ କରିପାରିବେ ଏଇ ଫସଲ ବୀମା ପାଇଁ।
ଏ ବର୍ଷର ବହୁତ ମରୁଡି ମାନେ ବହୁତ ଚାଷୀ ମାନେ ର ବହୁତ କ୍ଷୟକ୍ଷତି ହେବାର ସମ୍ଭାବନା ଅଛି କାହିଁକି ନା ବର୍ଷା ବି ହଉନାହିଁ ଆଉ ସମସ୍ତେ ଧାନ ବୁଣି ଦେଇଛନ୍ତି ଆଉ କିଛି ଲୋକ ମଧ୍ୟ ଧାନ ରୋପିବା ପାଇଁ ଛାଡିଛନ୍ତି ତ ସେଥିଯୋଗୁ ଆପଣ ମାନେ ଚାଷୀ ଇନ୍ସୁରାନ୍ସ କରିପାରିବେ ଚାଷ ଇନ୍ସୁରାନ୍ସ ଆଉ ମକା ହଉ କି ଧାନ ହଉ କି ମାଣ୍ଡିଆ ହଉ ତ ଆପଣ ମାନେ ଯେକୌଣସି ଫସଲର ବୀମା ରାଶି କରିବା ପାଇଁ ଚାହୁଁଥିଲେ ଆପଣ ମାନେ ଖୁବ ଶୀଘ୍ର এই ଡକୁମେଣ୍ଟ ଯୋଗାଡ଼ କରନ୍ତୁ ଆଧାର କାର୍ଡ ବ୍ୟାଙ୍କ ପାସବୁକ୍ ହାରୱାର ଜମି ପଟା ଆଉ ଜମି ପଟାରେ ନାଁ ନାହିଁ ତ ତାଙ୍କର କୌଣସି ଅ ଜମି ପଟାରେ ଜେଜେ ବାପା ମାନଙ୍କର ନାଁ ଅଛି ତ ନିଜ ବାପାଙ୍କର ନାଁ ନାହିଁ କି ଭୋଟର ଆଇଡିରେ ବି ନାଁ ନାହିଁ ସେମାନେ ଆଫିଡେଭିଟ କରି ଆଣିବେ ସବୁ ଡକୁମେଣ୍ଟ କରିକି ଆପଣ ମାନେ ସିଏସ୍ ସେଣ୍ଟରକୁ ଯାଇକି ଆପଣ ମାନେ ଭିଜିଟ କରନ୍ତୁ ଡକୁମେଣ୍ଟ ଦିଅନ୍ତୁ ଏବେ ମତେ ଏବେ ଡକୁମେଣ୍ଟ ଗୁଡାକ ସଂଗ୍ରହ ମାନେ ଆଣିକି ଦଉଛନ୍ତି ତ ସେମାନଙ୍କର ଆଣୁଛନ୍ତି ସମସ୍ତେ ଲୋକ ତେଣୁକରି ଡକୁମେଣ୍ଟ ଏବେ ରଖୁଛୁ ଡକୁମେଣ୍ଟ କଲେକ୍ସନ କରୁଛୁ ଆଉ ଆପଣ ମାନେ ଯଦି ଏଇ ସବୁ ଡକୁମେଣ୍ଟ ଅଛି ଡକୁମେଣ୍ଟ ଗୁଡାକ ଆଣନ୍ତୁ ସବୁ ଆଧାର କାର୍ଡ ଦେଲେ ବ୍ୟାଙ୍କ ପାସବୁକ୍ ଜମି ପଟା ପତ୍ର ଯୋଗାଡି କରି ଆଣନ୍ତୁ ଅଲରେଡି ଡକୁମେଣ୍ଟ ଗୁଡାକ ସିଏସ୍ ସେଣ୍ଟରରେ ଆଣିକି ଦଉଛନ୍ତି ତ ଓକେ ଗାଇସ୍ ଆଜିର ଭିଡିଓଟା ମୁଁ ଏଇଠି ଏଣ୍ଡ କରୁଛି ଆଉ ନେକ୍ସଟ ଭିଡିଓରେ ପୁଣି ଆସିବା ଏଇ ସବୁ ଜିନିଷ କେମିତି ଅନଲାଇନ କରିବା କଣ କରିବା ସେ ବିଷୟରେ ମୁଁ କହିବି ତ ଆଇ ସମସ୍ତଙ୍କୁ ନମସ୍କାର।